ଓଡ଼ିଶାର ବରପୁତ୍ର ବିଶିଷ୍ଟ ରାଜନେତା କୂଟନୀତିଜ୍ଞ ଶିକ୍ଷାବିତ ପ୍ରଖର ବାଗ୍ମୀ ବାଲେଶ୍ୱରର ପୂର୍ବତନ ସାଂସଦ ଓଡ଼ିଶାର ରାଜ୍ୟସଭା ସାଂସଦ ଏବଂ ରାଉରକେଲାର ପୂର୍ବତନ ବିଧାୟକ ଡକ୍ଟର ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ଜନ୍ମଦିବସ ଅବସରରେ ଆଜି ତାଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଆଜି ଜାନୁଆରୀ 25 ତାରିଖ ରବିବାର ସକାଳ 10 ଘଟିକା ସମୟରେ ଅଟି ରୋଡ୍ ସ୍ଥିତ ଆର୍ଟିଓ ଅଫିସ ନିକଟରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଫିତା କାଟି ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ। ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ସାଂସଦ ଶ୍ରୀଯୁକ୍ତ ଷଡଙ୍ଗୀଙ୍କ ସମେତ ଓଡ଼ିଶାର ବିଧାନସଭାରେ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ, ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ସୁକାନ୍ତ ନାୟକ, ଜୀବନ ପ୍ରଦୀପ ଦାସ, ସୁରେନ୍ଦ୍ର ପ୍ରାମାଣିକ, ପ୍ରଦୀପ୍ତ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗିରୀଶ ଚନ୍ଦ୍ର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ପୌରାଧିକ୍ଷା ସବିତା ସାହୁ ଏବଂ ବାଲେଶ୍ୱରର ଜ୍ଞାନୀ ଗୁଣୀ ବୁଦ୍ଧିଜୀବୀ ସମାଜସେବୀମାନେ ଉପସ୍ଥିତ ରହି ଡକ୍ଟର ଶ୍ୟାମସୁନ୍ଦର ମହାପାତ୍ରଙ୍କ ରାଜନୈତିକ କ୍ୟାରିୟର, ଅପାର ଜ୍ଞାନ, ବୈଦେଶିକ ନୀତି ନିର୍ଦ୍ଧାରଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଡକ୍ଟର ଶ୍ୟାମସୁନ୍ଦର ମହାପାତ୍ରଙ୍କ ସୁପୁତ୍ର ତଥା ବାଲେଶ୍ୱରର ବିଶିଷ୍ଟ ସମାଜସେବୀ ରାଜନେତା ଶ୍ରୀଯୁକ୍ତ ଶୁଭଙ୍କର ମହାପାତ୍ର, ପୁତ୍ରବଧୂ ସମାଜସେବୀ ତଥା ଯୁଗଶ୍ରୀ ଯୁଗନାରୀ ପତ୍ରିକାର ସମ୍ପାଦିକା ମମତା ମହାପାତ୍ର ଏବଂ ଡକ୍ଟର ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି କମିଟିର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ସୁଚାରୁ ରୂପେ ସମ୍ପାଦନ କରିଥିଲେ। ये बहुत बड़ा स्वागत योग्य पदक्षेप तांकर सुपुत्र शुभंकर महापात्र ए कामटा कर बहुत दिन धरिक से कहते डॉक्टर श्यामसुंदर महापात्र गोटे प्रतिमूर्ति रहा कथा सी अंचल दलमत निर्विशेष समस्त प्रिय पात्र थे अत्यंत सफल सांसद भाव में बालेश्वर अनेक उन्नयनमूलक कार्य करते पार्लियामेंट लोक समस्या को शाणित ढंग से उपस्थापन करते देश विदेश में बुली बुली भारत वर्ष प्रतिनिधित्व करते विभिन्न समिति माध्यम जहाँफल बालेश्वर गौरव बढ़ी तेणु सुपुत्र जो कीर्ति स्थापन कर समस्त अभिनंदन कर महान नेता आम पाखे नहांती से महान व्यक्ति आम पाखे नहांती किंतु युवाओं ने अलग अलग शहरों में सार्वजनिक स्थलों की साफ सफाई को अपना मिशन बना लिया। इसके बाद ईटानगर, नाहरलागुन, डोईमुख नारे कलेजटा हम बोली सेटा हूँ एकमात्र श्यामसुंदर महापात्र अवदान नेतृत्व में